ଆଜ୍ଞା ନମସ୍କାର। ଦେଖନ୍ତୁ ଆଜି ଡିଙ୍ଗିରି ଛତୁ ଚାଷ କରିବି ବୋଲି ସବୁ ସାମଗ୍ରୀ ରେଡ଼ି କରିଦେଇଛି। ପାଳକୁ ଆଣିଛି, ତାକୁ ସିଝେଇ ଦେଇଥିଲି ଗରମ ପାଣିରେ, ତାକୁ ଛାଣିକି ଗୋଟେ ଦିନ ପୁରା ଶୁଖେଇଥିଲି। ଦେଖନ୍ତୁ ପାଳଟା ଓଦା ଅଛି ମାତ୍ର ସେ ହାତରେ ଲାଗୁନି, ମାନେ ଓଦା ଅଛି ପାଳଟା ହାତରେ ଲାଗୁନି, ମାନେ ପାଣି ଅଂଶ ନାହିଁ, ପୁରା ଶୁଖା ଅଛି। ତାକୁ ଫାଷ୍ଟ ଏଇ ବୋତଲରେ, ମୁଁ ଆଜି ଡବାରେ ଡିଙ୍ଗିରି ଚାଷ କରୁଛି। ଏ ବୋତଲରେ ଫାଷ୍ଟ ତଳ ଲେୟାରଟା ଏମିତି ଦିଆଯିବ, ତଳ ଲେୟାରଟା ଦିଆଯିବ ଏମିତି ପୁରା। ଦେଖନ୍ତୁ ତଳଟା ପୁରା ଟାଇଟ୍ ମାଡ଼ି ଦିଆଯିବ। ତଳ ଲେୟାରଟା ନା, ତଳ ଲେୟାରଟା ପୁରା ଏମିତି ଦିଆଯାଇକି ମାଡ଼ିକା, ତାପରେ ମଞ୍ଜିକୁ ଦେଖନ୍ତୁ ଆଜିକି 7 ଦିନ ହେଇଯାଇଛି, ତାକୁ ଟିକେ ପାଣି ସ୍ପ୍ରେ କରିଦେବା। ଟିକେ ସାଇଡ଼୍ ସବୁ ବାହାର ପଡ଼ିଲାଣି। ଦେଖନ୍ତୁ ସାଇଡ଼୍ ଟିକେ ବାହାର ପଡ଼ିଲାଣି, ରୁଆ ରୁଆ ଟାଇପ୍ର ଛତୁଟା, ଡିଙ୍ଗିରି ଛତୁଟା ସୁନ୍ଦର ଭାବରେ ଦେଖନ୍ତୁ। ନମସ୍କାର ଓଡ଼ିଶାବାସୀ, ନମସ୍କାର। ଦେଖନ୍ତୁ ଡିଙ୍ଗିରି ଛତୁ ଚାଷ, ଯେଉଁ ଭାଇ ଭଉଣୀମାନେ ବେକାରରେ ଅଛନ୍ତି, ଘରେ କିଛି କାମ କରୁନାହାନ୍ତି, ଖାଲି ଦିନ ରାତି ମୋବାଇଲ ଦେଖୁଛନ୍ତି, ଟିକଟକ୍ କରୁଛନ୍ତି, ସ୍ନାକ୍ କରୁଛନ୍ତି, ଇନଷ୍ଟାଗ୍ରାମ କରୁଛନ୍ତି, ସେଇ ଭାଇ ଭଉଣୀକି ମୋର ଦୟା କରିକି ରିକ୍ୱେଷ୍ଟ କରୁଛି, ସେମାନେ ଛତୁ ଚାଷ କରନ୍ତୁ। ଘରେ ରହିକି 2 ପଇସା ରୋଜଗାର କରନ୍ତୁ। ଆଉ ମା ବାପା ଉପରେ ଯେଉଁ ବୋଝ ହେଇକି ରହୁଛନ୍ତି ସେଇଟାକୁ ଦୂର କରନ୍ତୁ। ଆପଣ ଯଦି ଭାଇ ଭଉଣୀମାନଙ୍କୁ କଷ୍ଟ ଲାଗିଥିବ ତାହେଲେ ମୋତେ କ୍ଷମା କରିଦେବ। ମାତ୍ର ମୁଁ ଯେଉଁ କଥାଟା କହିଲି ବହୁତ ଭଲ କଥାଟା କହିଛି। ଛତୁ ଚାଷ କରନ୍ତୁ ଆଉ ବହୁତ ଉନ୍ନତି କରନ୍ତୁ। କେଜି ମାର୍କେଟରେ 300-400 ଟଙ୍କା ହେଲାଣି ଆଜିର ଡିଙ୍ଗିରି ଛତୁ। ମୁଁ ଗୋଟେ ବୋତଲ 30 ଟଙ୍କା ବୋତଲ ଆଣିକି କରିଥିଲି। ଦେଖନ୍ତୁ କେତେ ମୋର 2 କେଜି ଉପରେ ପାଖାପାଖି ହେଇଛି। ଆହୁରି 3 ଦିନ ପାଖାପାଖି ଲାଗିବ। ପୁରା ବହୁତ ଛତୁ ହେଇଛି, ସବୁଆଡ଼େ ଛତୁ ହେଇଛି। ଆଉ